ପ୍ରିୟମାନେ, ଆମ୍ଭେମାନେ ଆମ୍ଭମାନଙ୍କର ବ୍ୟକ୍ତିଗତ ଜୀବନରେ କ'ଣ କରିଥାଉ? କାହାରି ବିଷୟରେ କୁକଳ୍ପନା କରିଥାଉ। ମୋବାଇଲ ଯଦି ଆମ ପାଖରେ ଅଛି, ଏପରି ଜିନିଷକୁ ଏପରି ବିଷୟ ଗୁଡ଼ିକ ଦେଖିଥାଉ, ଏପରି ଭିଡ଼ିଓସ୍ ଗୁଡ଼ିକ ଦେଖିଥାଉ ଯେପରି ଭିଡ଼ିଓସ୍ ଗୁଡ଼ିକ ଦେଖିବା ଉଚିତ ନୁହେଁ। ଏପରି ଗୀତ ଗୁଡ଼ିକ ଶୁଣିଥାଉ ଯେଉଁପରି ଗୀତ ଗୁଡ଼ିକ ଶୁଣିବା ଉଚିତ ନୁହେଁ, ଯାହା ଆମକୁ ଅଶୁଚି କରିଥାଏ, ଯାହା ଆମକୁ ଅପବିତ୍ର କରିଥାଏ, ସେପରି ବିଷୟ ଗୁଡ଼ିକ ଆମେ ଦେଖିଥାଉ, ଶୁଣିଥାଉ। ଆପଣ ଭାବନ୍ତୁ ନାହିଁ ଯେ ପରମେଶ୍ୱର ଏହା ଦେଖନ୍ତି ନାହିଁ ବୋଲି। ସେ ଆମରି ଅନ୍ତଃକରଣକୁ ଦେଖନ୍ତି, ଆମର ବ୍ୟକ୍ତିଗତ ଜୀବନକୁ ଦେଖନ୍ତି। ଆମ୍ଭେମାନେ କିପରି ଆଚରଣ କରୁଅଛୁ ଆମ୍ଭମାନଙ୍କ ବ୍ୟକ୍ତିଗତ ଜୀବନରେ, ତାହା ପରମେଶ୍ୱର ଦେଖନ୍ତି। ଏଣୁ ପ୍ରିୟମାନେ, ଆପଣମାନେ ଯେକୌଣସି ପାପ କରୁଅଛନ୍ତି ଆପଣଙ୍କର ବ୍ୟକ୍ତିଗତ ଜୀବନରେ, ତାହା ଆଜି ପରିତ୍ୟାଗ କରନ୍ତୁ। ଆଜି ଫେରି ଆସନ୍ତୁ। ଯଦି ଆପଣମାନେ ବ୍ୟଭିଚାର କରୁଅଛନ୍ତି, ଏଠାରୁ ଫେରି ଆସନ୍ତୁ। ଆପଣମାନେ ଯଦି ମିଛ କଥା କହୁଅଛନ୍ତି, ମିଛ କଥା କହିବା ଛାଡ଼ି ଦିଅନ୍ତୁ। ଆପଣମାନେ ଯଦି ଏପରି କୌଣସି ଗୁପ୍ତ ପାପ କରୁଅଛନ୍ତି, ତେବେ ସେଠାରୁ ଫେରି ଆସନ୍ତୁ। ପରମେଶ୍ୱର ଦେଖନ୍ତି। ଆପଣମାନେ ଭାବନ୍ତୁ ନାହିଁ ଯେ ପରମେଶ୍ୱର ମୁଁ ଯାହା ବ୍ୟକ୍ତିଗତ ଜୀବନରେ ମୁଁ ଜଣେ ଥିବା ସମୟରେ ଯାହା କରୁଅଛି ତାହା ଦେଖୁନାହାନ୍ତି ବୋଲି। ସେ ଦେଖୁଅଛନ୍ତି। ଏଣୁ ପ୍ରିୟମାନେ, ଫେରି ଆସନ୍ତୁ। ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଆପଣମାନେ ପ୍ରାର୍ଥନାର ଜୀବନ ଅତିବାହିତ କରନ୍ତୁ। ବାକ୍ୟ ଅଧ୍ୟୟନର ଜୀବନ ଅତିବାହିତ କରନ୍ତୁ। ପରମେଶ୍ୱରଙ୍କର ଗୁଣଗାନ କରନ୍ତୁ। ପରମେଶ୍ୱରଙ୍କର ଆରାଧନା କରନ୍ତୁ। ପରମେଶ୍ୱରଙ୍କର ମହିମା କରନ୍ତୁ। ଆପଣଙ୍କର ଅନ୍ତଃକରଣରୁ, ଆପଣଙ୍କର ବ୍ୟକ୍ତିଗତ ଜୀବନରେ ଯଦି ଆପଣମାନେ ପରମେଶ୍ୱରଙ୍କ ସହିତ ଅନନ୍ତ କାଳ ବାସ କରିବାକୁ ଚାହାନ୍ତି, ତେବେ ଫେରି ଆସନ୍ତୁ। ପାପ କର୍ମ କରିବା ଛାଡ଼ି ଦିଅନ୍ତୁ। ପ୍ରିୟମାନେ, ଏହା ଭାବନ୍ତୁ ନାହିଁ ଯେ ସ୍ୱର୍ଗ ଏବଂ ନର୍କ ମିଥ୍ୟା ଅଟେ। ଏହା 100% ସତ୍ୟ ଅଟେ। ଯଦି ଆପଣମାନେ ବୁଝୁଛନ୍ତି, ତେବେ ବହୁତ ଭଲ କଥା। ଆଶା କରୁଛି ଆପଣମାନେ ବୁଝିଅଛନ୍ତି। ପ୍ରିୟମାନେ, ପରମେଶ୍ୱର ଦୟାଳୁ ଅଟନ୍ତି, ବହୁତ ଦୟାଳୁ। ତାହାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ। ସେ ଆମକୁ ଅନନ୍ତ ନର୍କଠାରୁ ବଞ୍ଚାଇବାକୁ ଚାହାନ୍ତି। ସେଥିପାଇଁ ଆମକୁ ସୁଯୋଗ ଦେଉଅଛନ୍ତି। ଏଣୁ ପ୍ରିୟମାନେ, ମନ ପରିବର୍ତ୍ତନ କରନ୍ତୁ। ସୁସମାଚାରରେ ବିଶ୍ୱାସ କରନ୍ତୁ। ଯୀଶୁଙ୍କୁ ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତୁ। ଆଶା କରୁଛି ଆପଣମାନେ ବୁଝିଯାଇଛନ୍ତି। ଏହି ମେସେଜଟିକୁ ବହୁମାତ୍ରାରେ ସେୟାର କରନ୍ତୁ। ଧନ୍ୟବାଦ। ଆମେନ୍।